ସମସ୍ତଙ୍କୁ ଜୁହାର ନମସ୍କାର। ତ ଦେଖୁନ୍ ଆଉ ଏତେ ଦିନ ପରେ ସେ ବାଇଗଣ ଖଟାର ରେସିପି ଆପଣମାନଙ୍କର ସାଙ୍ଗେ ସେୟାର କରୁଛେ। ଆଉ ଆପଣମାନେ ସମସ୍ତେ କମେଣ୍ଟ କରିଛନ୍ କି ସମ୍ବଲପୁରୀରେ ଦିଦି କହ ତ ବହୁତ ଭଲ ଲାଗ୍ବା ଭିଡ଼ିଓ ବୋଲିକିରି। ତ ସେଥିର୍ଲାଗି ଆଜିଠାନେ ମୁଇଁ ଭିଡ଼ିଓ ବନାମି ସମ୍ବଲପୁରୀରେ। ଆଉ ଏନ୍ତା ଛୋଟିଆ ଛୋଟିଆ ଦେଶୀ ଖାନା ମାନେ ଆପଣମାନେ ମୋ ଚ୍ୟାନେଲରେ ଦେଖିପାରିବେ। ବାଇଗଣ ଖଟା ବନାବାର୍ ଲାଗି ଫାଷ୍ଟ ତ ବାଇଗଣ ଦରକାର ଆମକୁ। ଆଉ ବାଇଗଣ ବେଲେ ତ ଇହାଦେ କେତେ ଶସ୍ତା ହେଇଛେ ବାଇଗଣ। ତ ବାଇଗଣକେ ଦେଖୁନ୍ ଏନ୍ତା ଛୋଟ ଛୋଟ ସାଇଜ୍ ରେ କାଟିଦେବେ। ବଡ଼ ସାଇଜ୍ କଲେ ବି ଚଲ୍ବା, ବାଇଗଣର ଯେନ୍ସି ବି ସାଇଜ୍ କରିପାରବେ। ତ ଇହାଦେ ଦେଖୁନ୍ କଢ଼େଇରେ ମୁଇଁ ତେଲ ଗରମ କରିଦେଇଛେ। ତେଲ ଗରମ ହେଇସାରିଲା ପରେ ଆମେ ଇହାଦେ ବାଇଗଣକେ ଛାଣମା। ଆଉ ଟିକେ ତେଲ ଦେଇକରି ବି ଆପଣମାନେ ବାଇଗଣକେ ଭାଜି ପାରବେ। ବାଇଗଣ ବହୁତ ଜଲ୍ଦି ସିଝି ଯାଏସି, ବେଶୀ ଟାଇମ୍ ତ ଲାଗେନି। ବାକି ଟିକେ ଛାଣଲେ ଟିକେ ତାର ଟେଷ୍ଟ ଟିକେ ପୁରା ଭୁଜି ଭଲିଆ ଲାଗ୍ବା, ନହେଲେ କିଛି ବି ତାର କିଛି ଫରକ ନିନ। ତ ବାଇଗଣକେ ଆମେ ଭଲସେ ଟିକେ ଭାଜମା। ଏଥିରେ ଚାହିଁଲେ ନୁନ୍ ଟିକେ ବି ଦେଇପାରବେ, ନୁନ୍ ଟିକେ ଦେଇକରି ବାଇଗଣକେ ଭଲସେ ଭାଜମା। ଆଉ ଢାପି ବି ଦେଇପାରବେ ଟିକେ ବାଗିର, ଯେନ୍ତାକି ଜଲ୍ଦି ଟିକେ ବାଇଗଣ ସିଝିଯିବା। ତ ଚାରିଆଡ଼ୁ ଦେଖୁନ୍ ଭଲସେ ବାଇଗଣକେ ଟିକେ ଭାଜମା। ଏତିକି ତେଲ ଦେଲା ପରେ ବି ବାଇଗଣ ସବୁ ତେଲ ନିକେ ଶୋକ୍ କରିନେସି। ଆଉ ଇହାଦେ ଦେଖୁନ୍ ବାଇଗଣ ଭଲସେ ଭାଜିଗଲାନ, ଚାରିଆଡ଼ୁ ଆପଣମାନେ ଦେଖିପାରୁଥିବେ ପୁରା ତାର କଲର୍ ଚେଞ୍ଜ ହେଇଯାଇଛେ। ତ ଇହାଦେ ନିକେ ମୁଇଁ ବାଇଗଣକେ ଗୋଟେ ପ୍ଲେଟ୍ରେ ବାହାର କରିଦେମି। ତାପରେ ଆମେ ଖଟା ବନାବାର ପ୍ରୋସେସ୍ରେ ଲାଗ୍ମା। ତ ଦେଖୁନ୍ ବାଇଗଣକେ ତ ବାହାର କରିଦେଲି, ସେଥିପାଇଁ 2 ଚାମଚ ତେଲ ଦେଇଦେଲି। ଆଉ ତେଲ ଟିକେ ଗରମ ହେଇସାରିଲା ପରେ ଗୋଟେ ବଡ଼ ଚାମଚ ଦେଇଦେମା ପଞ୍ଚଫୁଟଣକେ ଟିକେ ଫୁଟବାକେ ଦେମା। ତାପରେ ଇନେ ମେନ୍ ଜିନିଷ ହଉଛେ ମିସିଙ୍ଗା ପତର। ମିସିଙ୍ଗା ପତର ଦେଲେ ନିକେ ତାର ଟେଷ୍ଟ ହିଁ ଅଲଗା ହେସି। ଆଉ 2-3ଟା ଦେଇଦେମା ସୁଖା ମିର୍ଚ। ଆଉ ଏ ସବୁକେ ଟିକେ ଭଲସେ ଭାଜିଦେମା। ଆଉ ଦେଖୁନ୍ ଭଲସେ ଭାଜି ହେଇଗଲାନ। ଇହାଦେ ଗ୍ୟାସ୍ର ଫ୍ଲେମ୍କେ ଲୋ କରିଦେମା। ଆଉ ସବୁ ମସଲା ପକାମା। ଆଉ ଫାଷ୍ଟ ଆମେ ପକାମା ଏଥିରେ ହଳଦୀ ପାଉଡ଼ର, ମିର୍ଚା ପାଉଡ଼ର ପକାମା। ଏଇଟା ଆମେ କଲର୍ ବାଲା ନେଇଛେ। ଆଉ ଆପଣମାନେ ଯଦି ଚାହିଁବେ ବୋଲେ ଟିକେ ରାଗ ବି କରିପାରିବେ। ଆଉ ଟିକେ ବାଗିର ଜିରା ଆଉ ଟିକେ ବାଗିର ଧନିଆ ପକାମା। ଇ ଷ୍ଟେଜ୍ରେ ଆପଣମାନେ ଅଦା ଲେସୁନ୍କେ ଟିକେ ଚୁପି କରି ବି ଦେଇପାରବେ, ବଢ଼ିଆ ଲାଗ୍ସି। ବାକି ମୁଇଁ ଆଜି ନାଇଁ ଦେବାର୍। ଆଉ ଅଦା ଟିକେ ମୋତେ ଭଲ ନାଇଁ ଲାଗେ, ସେଥିର୍ଲାଗି। ବାକି ଦେଲେ ବି ଭଲ ଲାଗ୍ବା। ଆଉ ଏଇଟା ତ ବିନା ପିଆଜ ରସୁଣେ ଆରାମସେ ଖାଇପାରବେ। ତାପରେ ଦେଖୁନ୍ ମସଲା ମସଲି ସବୁ ଟିକେ ଭାଜି ସାରିଲା ପରେ ଇହାଦେ ଆମେ ଦେମା ତେତେଲ ରସ। ତ ଏଇଟା ମୁଇଁ ତେତେଲ ରସ ନେଇଛେ। ଆଉ ଟିକେ ପାନିଆ କରିଛେ ବୋଲି ଗୋଟେ ଗିନା ବାଗି ଦିଶୁଥିବା। ଆଉ ତେତେଲକେ ଭଲସେ ଟିକେ ଚିଟକି ଦେଇକରି ସବୁ ଛାନି ଦେଇକରି ପକେଇଦେମା। ଆଉ ଆପଣମାନେ ନିକେ ଯେତ୍କି ଖଟା ଖାଇସନ୍ ତାର ଅନୁସାରେ ନେବେ। ବେଶୀ ବି ଖଟା ହେଇଗଲେ ଭଲ ନାଇଁ ଲାଗେ। ତ ଟିକେ ମ୍ୟାନେଜ୍ କରିକିରି ନେବେ, ଯେତ୍କି ବାଇଗଣରେ ଯେତ୍କି ଖଟା ଲାଗ୍ବାର କଥା ସେତ୍କି ନେବେ। ତ ଏଇଟା ମୁଇଁ ନେଇଥିଲି ବେଲେ ତେତେଲକେ ଚିଟକି ଦେଇକରି ପାଏନ୍ ଟିକେ ବେଶୀ ହେଇଗଲା ଯେ ଗୋଟେ ଗିନା ବାଗି ଦିଶୁଛେ। ବାକି ବେଶୀ ତେତେଲ ଖଟା ନାଇଁ ନେଇଥି। ଆଉ ଟିକେ ତେତେଲ ଟିକେ ପୁରୁନା ହେଇ ଆସଲାନ ବୋଲିକି ଟିକେ କଲା ଦିଶୁଛେ। ତ ଦେଖୁନ୍ ନୁନ୍ ଦେଇ ଦେଇଛେ। ଆଉ ଇହାଦେ ଆମେ ଦେମା ଚିନି ନିହେଲେ ଗୁଡ଼। ଗୁଡ଼ର ଟେଷ୍ଟ ବେଶୀ ଭଲ ଲାଗ୍ସି। ବାକି ମୋର୍ ପାଖେ ନିକେ ଗୁଡ଼ ନି ଥାଇ, ବେଲେ ମୁଇଁ ଉପରେ ଏଇଟା ମୁଇଁ ରେସିପି ବନଉଛେ କି ନି, ବେଲେ ଉପରେ ଗୁଡ଼ ନି ଥାଇ ତ ମୁଇଁ ଚିନି ଦେଇଦେଲି। ଚିନିରେ ବି ବହୁତ ବଢ଼ିଆ ଟେଷ୍ଟି ଲାଗ୍ସି, ଗୁଡ଼ରେ ବି ବହୁତ ଭଲ ଲାଗ୍ବା। ତ ଆପଣମାନେ ଯେନ୍ଟା ସୁବିଧା ହେବା ନିକେ, ଯେନ୍ଟା ଆପଣମାନଙ୍କ ପାଖେ ଥିବା ତ ସେଟା ଦେବେ। ଗୁଡ଼ ଦେବେ ନହେଲେ ଚିନି ଦେବେ, ଯେନ୍ଟା ଦେବେ ବି ଟିକେ ବେଶୀ ଲାଗ୍ବା। ବେଲେ ଯେତ୍କି ଖଟାକେ ସେତ୍କି ମିଠା ହେଲେକି ଖଟା ମିଠା ଟେଷ୍ଟ ବଢ଼ିଆ ଆସ୍ବା। ତାପରେ ଦେଖୁନ୍ ବାଇଗଣକେ ଦେଇଦେମା ଏଥି। ଆଉ ଇନେ ମୁଇଁ ପ୍ୟାନ୍ ଦେଇ ଦେଇଛେ। ଆଉ ବେଶୀ ବି ପ୍ୟାନ୍ ନି ଦେଇଦେବେ ନ। ଆଉ ନିକେ ଯେନ୍ତାକି ଟିକେ ଫୁଟବା, ଯେନ୍ତା ବାଇଗଣରେ ଟିକେ ସବୁ ରସ ଟିକେ ଭେଦବା, ସେନ୍ତା ଟାଇପ୍ରେ। ଆଉ ଇହାଦେ ଆମେ ନିକେ ମିଡ଼ିୟମ୍ ଫ୍ଲେମ୍ କରିକିରି ଆମେ ପୁରା 5ରୁ 10 ମିନିଟ୍ ତକ୍ ଛାଡ଼ିଦେମା। 5-10 ମିନିଟ୍ ନି ହେଲେ ବି 5ରୁ 7 ମିନିଟ୍ ତକ୍ ତ ଛାଡ଼ିଦେମା, ଯେନ୍ତାକି ପ୍ୟାନ୍ ସବୁ ଶୁଖିଯିବା। ତ ଆପଣମାନେ ଦେଖିପାରୁଥିବେ ଆଉ ପ୍ୟାନ୍ ସବୁ ଶୁଖିଗଲାନ। ଆଉ ବାଇଗଣ ବି ଆଉ ଟିକେ ସଫ୍ଟ ହେଇଯାଇଛେ, ପୁରା ମସ୍ତ ପୁରା କଲର୍ ବି ଆସିଯାଇଛେ। ଆଉ ଏଇଟା ତେତେଲ ଲାଗି ଟିକେ କଲା ଦିଶୁଥିବା। ବାକି ନିହେଲେ ନିକେ ମାନେ ପୁରାପୁରି ଗୁଡ଼ ଦେଲେ ନିକେ ବହୁତ ବଢ଼ିଆ କଲର୍ ବି ଆସିଯାଏସି। ବାକି ବି ଭଲ ବି ଲାଗୁଛେ, ଟେଷ୍ଟି ମସ୍ତ ଲାଗ୍ସି। ତ ଆପଣମାନେ ବି ଏନ୍ତା କରି ବାଇଗଣ ଖଟାକେ ବନଉନ୍। ଆଉ ଯେନ୍ମାନେ ବି ମୋର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ ନାଇଁ କରବାର୍ ତାଲି ତ ପ୍ଲିଜ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦଉନ୍। ଆଉ ଆଗ୍କେ ଏନ୍ତା ଦେଶୀ ସବୁ ଟେଷ୍ଟି ଟେଷ୍ଟି ରେସିପି ମାନେ ଆସ୍ବା ଆମର୍। ତ ପ୍ଲିଜ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦଉନ୍। କମେଣ୍ଟ କରବେ କେନ୍ତା ଲାଗ୍ଲା ଯେ, ଆଉ ବାଇଗଣ ଖଟା ବନେଇ ଦେଖିବେ। ଯଦି ଭଲ ଲାଗ୍ବା ତାପରେ ଯାଇକିରି ଆସିକିରି କମେଣ୍ଟ ଗୁଟେ ଦେବେ। ତ ରହିଲି, ଫେର୍ ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ତ ସମସ୍ତଙ୍କୁ ଟାଟା ବାଏ ବାଏ।